ଦୁଇ ତିନି ଧରି ମାଳ ଅଞ୍ଚଳରୁ ଟୁରକୁ ଯାଇ ବେଶୀ କ୍ଳାନ୍ତ ଅନୁଭବ କରୁଥିବାରୁ ବାଥରୁମକୁ ପଶିଯାଇ ସଙ୍ଗେ ସଙ୍ଗେ ସାୱାର ଖୋଲି ଭଲ ଭାବରେ ଗାଧେଇ ପଡ଼ିଲି। ପରେ ପରେ ବିଛଣା ଧରି ବେଶ ଗାଢ଼ ନିଦରେ ମୁଁ ଶୋଇଯାଇଥିଲି। ହଠାତ୍ ଘନ ଘନ ଏ କଲିଂ ବେଲର ଶବ୍ଦ ଶୁଣି କବାଟ ଖୋଲି ଦେଖିଲି ପୋଷ୍ଟ ପିଅନ ହାତରେ ଟେଲିଗ୍ରାମ ଧରି ଠିଆ ହୋଇଛି। ଟେଲିଗ୍ରାମଟିକୁ ରିସିଭ୍ କରି ଦେଖିଲି ମୋ ବନ୍ଧୁ ମାନସର ଦେହ ଖରାପ ଖବର। ମନଟା ବହୁତ ଖରାପ ଲାଗିଲା। ପିଲାଟି ଦିନର ସେ ମୋର ବହୁତ ଭଲ ସାଙ୍ଗ ଥିଲା। ଗାଁର ଯାହାଳି ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଏକାଠି ଆମେ ପାଠ ପଢୁଥିଲୁ। ହାଇସ୍କୁଲ ପାଠ ପଢିଲା ସରିଲା ପରେ ମୁଁ ବାପାଙ୍କ ସହିତ ସହରକୁ ଆସି ବିଏସ୍ସି ଏମ୍ଏସ୍ସି କରି ଭଲ ଚାକିରି ଖଣ୍ଡେ କଲି। ହେଲେ ମାନସ ଏଇ ଗାଁରେ ହିଁ ରହିଗଲା। ହେଲେ ତାର ମୋର ବନ୍ଧୁତ୍ୱ ଓ ଆନ୍ତରିକତା ଦୂରରେ ଥାଇ ବି ଅତୁଟ ଥିଲା। ମୁଁ ମଝିରେ ମଝିରେ ଗାଁକୁ ଯାଏ। ଗାଁରେ ସେଇ ପିଲା ଦିନର ସବୁ କଥା ମନେ ପକାଇ ଆମେ ଗପୁ, ଏକାଠି ଖାଉ, ବୁଲୁ, ଶୁ, ଏମିତି 2-3 ଦିନ ପୁରା ମଜାରେ କାଟୁ। ସେଇ 2-3 ଦିନର ରହଣି ମନରେ ବହୁତ ଆନନ୍ଦ ଆଉ ଉତ୍ସାହ ଆଣିଦିଏ। ହେଲେ ଏଥର ପ୍ରାୟ ବର୍ଷେ ହେଲାଣି ଏଇ ବାରମ୍ବାର ଟୁର ପଡ଼ିବା, ବାପାଙ୍କ ଦେହ ଖରାପ ଯୋଗୁଁ ମୁଁ ଆଉ ଗାଁକୁ ଯାଇପାରୁନାହିଁ। ତେଣୁ ହଠାତ୍ ମାନସ ଆଜି ତା ଦେହ ଖରାପ ଟେଲିଗ୍ରାମରେ ପଠେଇଛି। ଏଇ ଖବରଟା ପାଇଲା ପାଖରୁ ମୋ ମନଟା ଜମା ଭଲ ଲାଗିଲା ନାହିଁ। ତେଣୁ ମୁଁ ସାଙ୍ଗେ ସାଙ୍ଗେ ସବୁ କ୍ଳାନ୍ତିକୁ ଭୁଲି ଗାଁକୁ ବାହାରି ପଡ଼ିଲି। ଗାଁ ଷ୍ଟେସନରେ ଟ୍ରେନ ପହଞ୍ଚିଲା ବେଳକୁ ରାତି 8:30। ଉଲାଇ ପଡ଼ି ଚାଲିଲି ସିଧା ମାନସ ଘର ଅଭିମୁଖେ। 2-3 କିଲୋମିଟର ଚାଲିବାକୁ ପଡ଼ିବ ଯେ। ଗାଁ ମୁଣ୍ଡ ସେ ମଶାଣି ପାଖରେ ବର ଗଛଟେ ଥାଏ। ସେଠି ଗୋଟେ ବୁଢ଼ୀ ମାଉସୀକୁ ଦେଖିଲି। ମୁହଁଟା ଚିହ୍ନା ଚିହ୍ନା ଲାଗୁଥିଲା। ହେଲେ ମାନସ ଚିନ୍ତାରେ ମୁଁ କିଛି ମନେ ପକାଇ ପାରିଲି। ବୁଢ଼ୀ ମାଉସୀ ମତେ କହୁଛି, ଆରେ ମାନସକୁ ଦେଖିବାକୁ ଆଇଛୁ ଯେ, ଯା ଯା ଦେଖିବୁ ଯା। ମାନସ ତା ଘରେ ଏକା ରହୁଥିଲା। ଦୁଆରକୁ ଯାଇ ଦେଖିଲି କବାଟଟା ଆଉଜା ହେଇଛି। ଲଣ୍ଠନ ବା ଡିବି କିଛି ଜଳୁନି। ଅନ୍ଧାରରେ ପୁରା କିଟ୍ କିଟ୍ ଲାଗୁଛି। ମାନସ ମାନସ ଡାକି ଘର ଭିତରକୁ ଗଲି ଯେ ଘର ଭିତରେ କୁନ୍ଥୁଣିଆ ଆବାଜ ଆସୁଛି। ମୁଁ ସେ ଶବ୍ଦକୁ ବାରି ବାରି ସେଇ ପାଖକୁ ଗଲି। ହେଲେ ଖଟ ଉପରେ ହାତ ବୁଲାଇ ଦେଖିଲା ବେଳକୁ କମ୍ବଳଟେ ହିଁ ପାଇଲି, ଆଉ କିଛି ପାଇଲି ନାହିଁ। ଖଟ ତଳକୁ ଦେଖି ବୁଲି ହାତ ବଢ଼େଇଲା ବେଳକୁ ଧଡ଼ କିଣା କୋଉ ଶବ୍ଦ କରି ବିଲାଇଟା ଚାଲିଗଲା ନା କଣ। କେମିତି ଗୋଟାଏ ଛନକା ମୋ ଛାତି ଭିତରେ ପଶିଗଲା। ସୁନସାନ ରାତି, ବୁଢ଼ୀ ମାଉସୀର କଥା, ମଶାଣି ପାଖର ବରଗଛ, ପୁଣି ଏ କୁନ୍ଥାଇବାର ଶବ୍ଦ, ପରେ ପରେ ନିର୍ଜନତା ମୋ ମନରେ ଗୋଟେ ଭୟ ଆଣିଥିଲା। କେଜାଣି କାହାକୁ ଅପେକ୍ଷା ନ କରି ଫେରି ଯିବାକୁ ମନଟା ପୁଣି ହେଲା। ଶୀଘ୍ର ଶୀଘ୍ର ପାଦ ପକାଇ ଷ୍ଟେସନରେ ପହଞ୍ଚିଗଲି। ପହଞ୍ଚି ଦେଖିଲି ଗାଁ ଷ୍ଟେସନରେ ଲାଇନ। ଷ୍ଟେସନ ମାଷ୍ଟର ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅରେ ଟେବୁଲ ଉପରେ କ'ଣ ଦେଖୁଥାନ୍ତି। ମୁଣ୍ଡରେ ମଙ୍କି କ୍ୟାପ୍ଟା ପିନ୍ଧିଥାନ୍ତି। ସହରକୁ ଫେରିବା ଗାଡ଼ି କେତେବେଳେ ଅଛି ବୋଲି ପଚାରିବାର ଭିତରକୁ ପଶିଗଲି। ଷ୍ଟେସନ ମାଷ୍ଟର ମୁହଁ ଟେକି ଚାହିଁଲେ। ସେଇ ଝାପ୍ସା ଆଲୁଅରେ ମଙ୍କି କ୍ୟାପ୍ ଭିତରୁ ଷ୍ଟେସନ ମାଷ୍ଟରଙ୍କ ମୁହଁଟା ମତେ କାହିଁକି ମାନସ ପରି ଦେଖାଗଲା। ଆଶ୍ଚର୍ଯ୍ୟ ହୋଇ କ'ଣ ପଚାରିବାକୁ ଯାଉଛି ଯେ ହଠାତ୍ ସେ ମୁହଁଟା କେମିତି ବିକଟାଳ ହୋଇଗଲା। ମୁଁ ଭୟରେ ଫେରି ଧଇଁ ସଇଁ ହୋଇ ବାହାରକୁ ଆସିଲା ବେଳକୁ ପ୍ଲାଟଫର୍ମରେ ଦେଖିଲି ଗାଡ଼ିଟେ ଠିଆ ହୋଇଛି। ମୁଁ ଆଉ କାହାକୁ କିଛି ଅପେକ୍ଷା ନ କରି ସିଧା ସେ ଗାଡ଼ି ଭିତରକୁ ପଶିଯାଇ ସିଟ୍ରେ ବସିଲି। ପ୍ରକୃତିସ୍ଥ ହୋଇ ଦେଖିଲି ବଗି ଭିତରେ ସାମ୍ନା ସିଟ୍ରେ ଜଣେ ଖବରକାଗଜ ପଢ଼ୁଛନ୍ତି। ଭୟଟା କଟାଇବା ପାଇଁ ମୁଁ ତାକୁ ପଚାରିଲି, ଭାଇ ଷ୍ଟେସନଟାରେ ଟ୍ରେନ କେତେବେଳେ ପହଞ୍ଚିଲା? ସେ ମୁହଁ ଉପରକୁ କାଗଜ ଆଡ଼େଇ ମତେ ଚାହିଁଲେ। ସେଇଟା ବି ମାନସର ମୁହଁ ଥିଲା। ହଠାତ୍ ସେ ମୁହଁ ପୁଣି ଭୟଙ୍କର ହେବା ପାଇଁ ଲାଗିଲା। ମୁଁ ଭୟର ଚିତ୍କାର କରି ଗାଡ଼ି ଡେଇଁ ପଡ଼ି ଦୌଡ଼ିବାକୁ ଲାଗିଲି। ମୋ ଗୋଡ଼ ହାତ ସବୁ ଅବଶ ହୋଇ ପଡ଼ିଥିଲା। ଖାଲି ଛାତିଟା ଧଡ଼ପଡ଼ 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 ହୋଇଯାଉଥିଲା ଆଉ ଝାଳ ଗମ ଗମ ହେଇ ବହି ଯାଉଥିଲା। ଆଖି ଖୋଲି ପାରୁନଥାଏ। ପୁଣି ହଠାତ୍ ସେଇ କଲିଂ ବେଲ୍ କ୍ରିଂ 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 ତୁହାକୁ ତୁହା ବାଜିଲା। ବହୁତ ଚେଷ୍ଟା କରି ଆଖି ଖୋଲି ମୁଁ କେଉଁଠି ଅଛି ବୋଲି ଦେଖିବାକୁ ଲାଗିଲି। ନିଜକୁ ନିଜ ବିଛଣାରେ ପାଇ ବିଶ୍ୱାସ ଅବିଶ୍ୱାସ ବିଷୟରେ ହଡ଼ବଡ଼ ହୋଇଗଲି। ପୁଣି କଲିଂ ବେଲ୍ର ଘଣ୍ଟି। ଏ ଶବ୍ଦ ସତ ବା ମିଛ ଜାଣିବା ପାଇଁ ନିଜ ହାତକୁ ଚିମୁଟି ଦେଖିଲି ଯେ ମୁଁ ଚେଇଁଛି। ଉଠି ପଡ଼ି କବାଟ ଖୋଲି ଦେଖିଲି ପୋଷ୍ଟ ପିଅନ ହାତରେ ଟେଲିଗ୍ରାମଟା ଧରି ଠିଆ ହୋଇ କହୁଛି, ସାର୍ ଆପଣଙ୍କ ଟେଲିଗ୍ରାମ। ପ୍ରକୃତିସ୍ଥ ହୋଇ ଟେଲିଗ୍ରାମ ରିସିଭ୍ କରି ଦେଖିଲି ଗାଁରୁ ଜଣେ ସାଙ୍ଗ ମୋର ଲେଖିଛି। 2-3 ଦିନ ତଳେ ଗାଡ଼ି ଆକ୍ସିଡେଣ୍ଟରେ ମାନସ ଚାଲିଯାଇଛି। ଗାଡ଼ି ଚାପାରେ ତା ମୁହଁଟା କେମିତି ବିଭତ୍ସ ହୋଇଯାଇଥିଲା ଆଉ ମଲାବେଳେ ସେ ତତେ ଖୋଜୁଥିଲା। ଗୋଟାଏ ବଡ଼ ଧକ୍କା ଲାଗିଲା ପରି ଟେଲିଗ୍ରାମଟା ମୋ ହାତରୁ ଖସି ପଡ଼ିଲା। ଆଉ ସ୍ୱପ୍ନର ସେଇ ବିକଟାଳ ପାଲଟି ଯାଇଥିବା ମୁହଁଟା ଭାରି ବିକଳ ଲାଗୁଥିଲା।